ଆଜି ଆମେ ଗୋଟେ ବହୁତ ରୋମାଞ୍ଚକର ଯାତ୍ରାରେ ଯିବା ସମୟର ବହୁତ ପଛକୁ। ଆମ ପାଖରେ ଯେଉଁ ଲେଖାଟି ଅଛି, ମାନବ ଅଗ୍ନିର ଉପଯୋଗ ଶିଖିବା, ଏଇଟା ଆମକୁ ସେହି ସମୟକୁ ନେଇଯିବ ଯେତେବେଳେ ନିଆଁ ଆମ ପୂର୍ବଜଙ୍କ ପାଇଁ କେବଳ ଗୋଟେ ଭୟର କାରଣ ନଥିଲା, ବରଂ ଧୀରେ ଧୀରେ ଏକ ଜରୁରୀ ଜିନିଷ ପାଲଟି ଯାଉଥିଲା। ତ ଆଜି ଆମର ଲକ୍ଷ୍ୟ ହେଉଛି ଏହି ଯେଉଁ ବଡ଼ ଆବିଷ୍କାର, ତାର ପୁରା କାହାଣୀ ଆଉ ତାର କ'ଣ ପ୍ରଭାବ ପଡ଼ିଲା ସେଇଟା ବୁଝିବା। ଆଚ୍ଛା, ପ୍ରଥମେ ଟିକେ କଳ୍ପନା କରନ୍ତୁ ସେ ଦୃଶ୍ୟ। ଆମ ପୂର୍ବଜମାନେ ହୁଏତ କେଉଁ ଗୁମ୍ଫାରେ ବା ଖୋଲା ଜାଗାରେ ହଠାତ୍ ଦେଖୁଛନ୍ତି ଜଙ୍ଗଲରେ ନିଆଁ ଲାଗିଛି, ବୋଧେ ବିଜୁଳି ମାରିଲା। ଆମ ଲେଖାରେ ଯେମିତି ଅଛି, ପ୍ରଥମେ ତ ନିଶ୍ଚୟ ଡର ଆଉ ଆଶ୍ଚର୍ଯ୍ୟ ଲାଗିଥିବ, କାରଣ ଏହା ତ କେବଳ ଗୋଟେ ଭୟଙ୍କର ବିନାଶକାରୀ ଶକ୍ତି ପରି ଦିଶୁଥିଲା। ହଁ, ନିଶ୍ଚିତ ଭାବରେ ସେହି ପ୍ରଥମ ସମୟରେ ନିଆଁକୁ କଣ୍ଟ୍ରୋଲ କରିବା ବା ବ୍ୟବହାର କରିବା, ସେ କଥା ତ ମୁଣ୍ଡକୁ ଆସିନଥିବ। ଏହା ପୂରାପୂରି ଅଜଣା ଆଉ ବେଳେବେଳେ ବହୁତ ବିପଜ୍ଜନକ ବି ଥିଲା। ଆମେ ତାହା ପଢ଼ିଲେ ସେଥିରୁ ଲାଗୁଛି ଯେ ଏହି ଖାଲି ଦେଖିବାର ସମୟ ବୋଧହୁଏ ବହୁତ ଦିନ ଯାଏଁ ଚାଲିଥିଲା। ମଣିଷ କେବଳ ଦୂରରୁ ହିଁ ଦେଖୁଥିଲା। କିନ୍ତୁ କେବେ କେମିତି ଏହି ଯେଉଁ ଡର ଆଉ କୌତୂହଳ କାମରେ ଲାଗିଲା? ଲେଖା ଅନୁସାରେ ସେମାନେ ଧୀରେ ଧୀରେ ବୁଝିବା ଆରମ୍ଭ କଲେ। ବୋଧହୁଏ ଦେଖିଲେ ଯେ ନିଆଁ ଲାଗିବା ପରେ ବଡ଼ ବଡ଼ ଜଙ୍ଗଲୀ ଜନ୍ତୁ ସେ ଜାଗା ଛାଡ଼ି ପଳାଉଛନ୍ତି, କିମ୍ବା ନିଆଁ ପାଖାପାଖି ଜାଗାଟା ଟିକେ ଗରମ ରହୁଛି। ହଁ, ଏଇଟା ଗୋଟେ କ୍ରମାଗତ ପ୍ରକ୍ରିୟା ଥିଲା, ଷ୍ଟେପ୍ ବାଇ ଷ୍ଟେପ୍। ଲେଖାରେ ଅଛି ଯେ ପ୍ରଥମେ ହୁଏତ ସେମାନେ ପ୍ରାକୃତିକ ଭାବେ ଯେଉଁ ନିଆଁ ଲାଗୁଥିଲା ତାର ଯାହା ବଳକା ରହୁଥିଲା ତାକୁ ସାଇତି ରଖିବାକୁ ଚେଷ୍ଟା କରୁଥିଲେ। ଯେମିତିକି ଗୋଟେ ଜଳନ୍ତା ଡାଳକୁ ନିଜର ରହିବା ଜାଗାକୁ ଆଣି ତାକୁ ଜଳେଇ ରଖିବା। ଏଇଟା ତାଙ୍କୁ ରାତିରେ ଆଲୁଆ ଦେଲା, ଶୀତରୁ ବଞ୍ଚାଇଲା ଆଉ ଜନ୍ତୁଙ୍କଠୁ ବି ସୁରକ୍ଷା ଦେଲା। ଆଉ ଗୋଟେ ମଜାଦାର କଥା ହେଲା ଖାଦ୍ୟ। ବୋଧହୁଏ କେବେ ଆକସ୍ମିକ ଭାବେ ଦେଖିଲେ ଯେ ନିଆଁରେ ପୋଡ଼ି ଯାଇଥିବା କିଛି ମାଂସ ବା ଫଳ ଖାଇବାକୁ ଭଲ ଲାଗୁଛି ଆଉ ସହଜରେ ହଜମ ବି ହେଉଛି। ଲେଖାରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ସମୟ ଦିଆଯାଇଛି, ପ୍ରାୟ 1.5 ଲକ୍ଷ ବର୍ଷ ପୂର୍ବେ। ସେତେବେଳେ ମଣିଷ ନିଜେ ନିଆଁ ତିଆରି କରିବା ଶିଖିଲା। ଏଇଟା ତ ନିଆଁ ବ୍ୟବହାର କରିବାଠୁ ବହୁତ ଆଗକୁ ଗଲା, କିନ୍ତୁ ଏହା କେତେ କଷ୍ଟ ହୋଇଥିବ ସେତେବେଳେ, ନୁହେଁ? ଓଃ, ବହୁତ ବେଶୀ, ବହୁତ କଷ୍ଟ। ନିଶ୍ଚୟ ଏଥିପାଇଁ ବହୁତ ଧୈର୍ଯ୍ୟ, ଅନେକ ଥର ଚେଷ୍ଟା କରିବା ଆଉ ଜ୍ଞାନ ଦରକାର ଥିଲା। ଲେଖାରେ 2ଟା ମୁଖ୍ୟ ଉପାୟ କଥା କୁହାଯାଇଛି। ଗୋଟେ ହେଲା ଘର୍ଷଣ, କାଠକୁ କାଠରେ ବହୁତ ସମୟ ଘଷି ଘଷି ଗରମ କରି ନିଆଁ କଣିକା ବାହାର କରିବା। ଆଉ ଦ୍ୱିତୀୟଟି ହେଲା ଆଘାତ, ଚକମକି ପଥର ବା ସେମିତି କିଛି କଠିନ ପଥରକୁ ଆଉ ଗୋଟେ ପଥରରେ ଜୋରେ ବାଡ଼େଇ ନିଆଁ ସ୍ପୁଲିଂ ବାହାର କରିବା। ସେଇଟାକୁ ଶୁଖିଲା ପତ୍ର ବା ଘାସରେ ପକେଇ ନିଆଁ ଧରାଇବା। ଏହି କୌଶଳ ଶିଖିବାକୁ ମତେ ଲାଗୁଛି ପିଢ଼ି ପରେ ପିଢ଼ି ଲାଗିଯାଇଥିବ। ବାଃ, ଏହି ଯେଉଁ କ୍ଷମତା ମିଳିଲା, ଏହା ପରେ ତ ମଣିଷ ଜୀବନରେ ଏକଦମ ପରିବର୍ତ୍ତନ ଆସିଥିବ। ଏହା କେବଳ ବଞ୍ଚି ରହିବାର ସମ୍ଭାବନା ବଢ଼େଇଲା ନାହିଁ, ବରଂ ପୁରା ସମାଜ ଆଉ ସଭ୍ୟତାର ବିକାଶ ପାଇଁ ଗୋଟେ ନୂଆ ରାସ୍ତା ଖୋଲିଦେଲା। ହଁ, ଏକଦମ। ଅଗ୍ନି ଉପରେ ନିୟନ୍ତ୍ରଣ ମଣିଷକୁ ଅନ୍ଧାର ଉପରେ ବିଜୟ ଦେଲା। ଦିନର ସମୟ ଯେମିତି ବଢ଼ିଗଲା, ଏହା ଯୋଗୁଁ ସେମାନେ ଅଧିକ ଥଣ୍ଡା ଜାଗାରେ ବି ରହିପାରିଲେ। ଆଉ ସବୁଠୁ ବଡ଼ କଥା, ରାନ୍ଧିବା। ରନ୍ଧା ଖାଦ୍ୟ ବେଶୀ ପୁଷ୍ଟିକର ଆଉ ହଜମ ପାଇଁ ବି ସହଜ ହେଲା। ଲେଖାରେ ଏମିତି ବି କୁହାଯାଇଛି ଯେ ଏହା ହୁଏତ ମସ୍ତିଷ୍କର ବିକାଶ ପାଇଁ ଅଧିକ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥିଲା। ଆଉ ଗୋଟେ କଥା, ନିଆଁ ଚାରିପଟେ ଏକାଠି ବସିବା, ଏହା ସାମାଜିକ ବନ୍ଧନକୁ ବି ମଜବୁତ କଲା, ଯାହା ପରବର୍ତ୍ତୀ ସମୟରେ ଭାଷା ଆଉ ସଂସ୍କୃତିର ବିକାଶରେ ସାହାଯ୍ୟ କରିଥାଇପାରେ। ତେବେ ଏହି ପୁରା ଆଲୋଚନାରୁ ଆମେ କ'ଣ ବୁଝିଲେ? ମୋଟାମୋଟି ଭାବେ ନିଆଁର ଆବିଷ୍କାର କେବଳ ଗୋଟେ ଟେକ୍ନିକାଲ ଉନ୍ନତି ନଥିଲା, ଏହା ପ୍ରକୃତରେ ମାନବ ପ୍ରଜାତିର ପୁରା ଭବିଷ୍ୟତକୁ ହିଁ ବଦଳାଇ ଦେଲା। ହଁ, ସେଇଆ। ମୋଟାମୋଟି ଦେଖିଲେ ନିଆଁ ଉପରେ କଣ୍ଟ୍ରୋଲ ମଣିଷକୁ ପ୍ରକୃତିର ନିୟମକୁ ନିଜ ସପକ୍ଷରେ ଆଣିବାର ପ୍ରଥମ ବଡ଼ ସୁଯୋଗ ଦେଲା। ନିଜ ପରିବେଶକୁ ବଦଳାଇବାର କ୍ଷମତା, ଏହା ହିଁ ଥିଲା ମଣିଷ ସଭ୍ୟତାର ପ୍ରଥମ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବିପ୍ଳବ। ଏଇଟା ହିଁ ପରବର୍ତ୍ତୀ ସବୁ ଆବିଷ୍କାର ପାଇଁ ମୂଳଦୁଆ ପକାଇଥିଲା। ଧାତୁ କାମ ହେଉ କି ଆଜିର ଶିଳ୍ପ। ଯଦି ଆମେ ବଡ଼ ଚିତ୍ର ଦେଖିବା, ତେବେ ଏହା ମଣିଷକୁ ଖାଦ୍ୟ ଶୃଙ୍ଖଳାରେ ଫୁଡ୍ ଚେନ୍ରେ ଉପରକୁ ଯିବାରେ ବହୁତ ସାହାଯ୍ୟ କଲା। ଏହି ଯେଉଁ ଗଭୀର ଆଲୋଚନା ହେଲା, ଶେଷରେ ଗୋଟେ ପ୍ରଶ୍ନ ମନକୁ ଆସୁଛି। ଯେଉଁ ମୁହୂର୍ତ୍ତରେ ମଣିଷ ପ୍ରଥମ ଥର ପାଇଁ ସତରେ ନିଜ ଇଚ୍ଛାରେ ନିଆଁ ଜାଳିବାରେ ସଫଳ ହେଲା, ସେଇ ମୁହୂର୍ତ୍ତରେ ଠିକ୍ ସେତେବେଳେ ସେମାନଙ୍କର ଦୈନନ୍ଦିନ ଜୀବନରେ, ସେମାନଙ୍କର ସାମାଜିକ ରୀତିନୀତିରେ ଆଉ ପରସ୍ପର ଭିତରେ ସମ୍ପର୍କରେ କେମିତିକା ତୁରନ୍ତ ପରିବର୍ତ୍ତନ ଆସିଥିବ,
ଏହା ନିଶ୍ଚିତ ଭାବରେ ଟିକେ ଭାବିବା ପାଇଁ ଗୋଟେ କଥା।